ଖୋର୍ଦ୍ଧା ଜିଲ୍ଲା ପାହାଳରେ ଯୁବକଙ୍କୁ ହତ୍ୟା ଘଟଣାରେ ସିନର୍ଜି କଲେଜ ନିକଟ କେନାଲ ବନ୍ଧରୁ ମିଳିଲା ମୃତଦେହ। ମୃତଦେହ ମିଳିବା ପରେ ନଖରା ନିଆଳି ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଉଭୟ ପଟରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଘଟଣାସ୍ଥଳରେ ପାହାଳ ପୋଲିସ ପହଞ୍ଚିଥିବା ଜଣାପଡ଼ିଛି। ତେବେ ହତ୍ୟା ଅଭିଯୋଗ କରି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସମ୍ପର୍କୀୟମାନେ ରାସ୍ତାରୋକ କରିଛନ୍ତି। ସେପଟେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହାଇୱା ମାଲିକ ଓ ତାଙ୍କ ଭାଇଙ୍କୁ ଅଟକ ରଖିଛି ପୋଲିସ।